ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 2 ପଦରେ ଆମେ ଏହିପରି ପାଠ କରୁ, ଏଣୁ ଦାନ କରିବା ସମୟରେ କପଟି ମାନଙ୍କ ପରି ନିଜ ସମ୍ମୁଖରେ ତୁରୀ ବଜାଅ ନାହିଁ। ସେମାନେ ଲୋକମାନଙ୍କ ଠାରୁ ଗୌରବ ପାଇବା ପାଇଁ ସମାଜ ଗୃହରେ ଓ ଦାଣ୍ଡରେ ସେ ପ୍ରକାର କରନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। ଏଠାରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ମନୁଷ୍ୟର ବ୍ୟାବହାରିକ ଜୀବନର ନୈତିକତାର ଭ୍ରଷ୍ଟତାକୁ ଜାଗର କରୁଛନ୍ତି। ମନୁଷ୍ୟ ପାପରେ ପ୍ରଭାବିତ ହୋଇ ଯାହା କିଛି କରେ, ତଦ୍ୱାରା ସେ ଈଶ୍ୱରଙ୍କୁ ନୁହେଁ, ବରଂ ଲୋକମାନଙ୍କୁ ତଥା ସ୍ୱୟଂକୁ ପ୍ରସନ୍ନ କରିବାକୁ ଚାହେଁ। ଯେତେବେଳେ ସେ ଦାନ କରିଥାଏ, ସେ ଚାହେଁ ଯେ ସମସ୍ତଙ୍କ ଦୃଷ୍ଟି ତା ଉପରକୁ ଆସୁ, ସେମାନେ ଯେପରି ତାହାର ପ୍ରଶଂସା କରିବେ। ହଁ, ସେ ନିଜର ପୁରସ୍କାର ପାଇସାରିଛି। ସେହି ପୁରସ୍କାର ହେଲା ଲୋକମାନଙ୍କ କରତାଳି। ସେ ଅନ୍ୟମାନଙ୍କ ପ୍ରଶଂସାର ସିଂହାସନରେ ଉପବେଶନ କରି ଉଲ୍ଲସିତ ହୁଏ। ତଥାପି ସେ ଏଇ କଥା ଭୁଲିଯାଏ ଯେ ଗୋଟିଏ ଦିନ ସେ ଈଶ୍ୱରଙ୍କର ବିଚାର ସିଂହାସନର ସମ୍ମୁଖରେ ଠିଆ ହେବାକୁ ପଡ଼ିବ ଏବଂ ତାହାର ବିଚାର ହେବ। ପ୍ରତ୍ୟେକ କର୍ମ ଯାହା ଈଶ୍ୱର ଅନୁମୋଦନ କରନ୍ତି ନାହିଁ, ତହିଁ ନିମନ୍ତେ ଈଶ୍ୱର ଯେଉଁ ଦଣ୍ଡ ନିରୂପଣ କରିଛନ୍ତି, ତାହା ତ ନରକ ଅଟେ। ମନୁଷ୍ୟକୁ ଏହି ଦଣ୍ଡରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ କ୍ରୁଶରେ ବଳିଦାନ ହେଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ପରିତ୍ରାଣ ପ୍ରାପ୍ତ ହୁଏ। ପୁଣି ତାହାର ଏହି କାର୍ଯ୍ୟକୁ ଈଶ୍ୱର ପରିଗଣନା କରନ୍ତି। ପୁଣି ସେ ଈଶ୍ୱରଙ୍କୁ ପ୍ରସନ୍ନ କରେ। ଆପଣ ମଧ୍ୟ ଯେପରି ତଦନୁରୂପ କରିବେ, ଈଶ୍ୱରଙ୍କ ନିକଟରେ ଆପଣଙ୍କ ନିମନ୍ତେ ଆମର ଏହି ପ୍ରାର୍ଥନା।